ঝারସୁগুড়া নির্বাচন মণ্ডলীর লইকেরা ব্লক অন্তর্গত বাবু ছিপিডি ও জাম্মাল গ্রাম পঞ্চায়েত আজ নবনির্বাচিত ঝারସୁগুড়ার বিধায়ক যুবনেতা টঙ্কধর ত্রিপাঠী ভব্য সম্বর্ধনা জনাইছেন সেঠাকার নাগরিক মানে। এই দুই পঞ্চায়েতর পাকেলপড়া, কুঁয়রমাল, ডুড়কাবাহাল, ଅନ୍ଧାରିମୁଣ୍ଡା, ବାବୁ ଛିପିଡି, ହୁଡ଼କୁଡିହି, ବାଇଗଣବୁଡ଼, ନାୟକ କରଲା, ମୁକଲାପଡ଼ା, ଜାମାଲ, ରାଉତବାହାଲରେ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ମୋତିଲାଲ ଦଣ୍ଡସେନା, କୁଳମଣି କିଷାନ, ପ୍ରଦୀପ ପ୍ରଧାନ, ନବୀନ କର୍ତ୍ତା, ସୁବିତ ବାଗ, ଭଗବାନ ନାୟକ, ଈଶ୍ୱର ବାଗ, ଧନୁର୍ଯ୍ୟ ପଶାୟତ, ଦ୍ୱିତୀୟ ଧୁରୁଆ, ରୋମାଞ୍ଚ ବୁଦୁଲା, ସୁଶାନ୍ତ ନାୟକ, ଅଭି ମାଝୀ, ବିନୋଦ ବୁଦୁଲା, ନବୀନ ପିଙ୍ଗ, ସନ୍ତୋଷିନୀ ବୁଦୁଲାଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରି ଗାଁ ଗାଁରେ ଜଳ ସଙ୍କଟ ଜନିତ ସମସ୍ୟା ଦୂର କରିବା ଆମର ପ୍ରାଥମିକତା ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ଏହି ଅବସରରେ ପ୍ରକାଶ କରିଛନ୍ତି।